ସବୁ ଦର୍ଶକ ମାନଙ୍କୁ ମୋର ରବୀନ୍ଦ୍ର ଏଜୁକେସନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଆମେ ଗଣିତ ଜ୍ୟାମିତି ବିଭାଗର ଗୋଟେ ସଂକ୍ଷିପ୍ତ କୋଶ୍ଚିନ୍ ଆନ୍ସର ପକେଇବା, ଯାହାକି ଡିଡକ୍ସନ ଟାଇପର। ପିଲାମାନେ ୟାକୁ ନିହାତି ସମସ୍ତେ ଜାଣିବା ଦରକାର, ସବୁ ପିଲାଙ୍କର ଏସବୁ ଜ୍ଞାନ ରହିବା ଦରକାର। କୋଶ୍ଚିନ୍ଟି ଗୋଟେ ସାମାନ୍ତରିକ ଚିତ୍ର ଉପରେ ପର୍ଯ୍ୟବେସିତ। କୋଶ୍ଚିନ୍ଟି ହେଉଛି ଏବିସିଡି ଏକ ସାମାନ୍ତରିକ ଚିତ୍ର। ମେଜରମେଣ୍ଟ A = 70 डिग्री, ଏ କୋଣ ପରିମାଣ 70 डिग्री ହେଲେ B C D ନିର୍ଣ୍ଣୟ କର, ପରିମାଣ ନିର୍ଣ୍ଣୟ କର। ଚିତ୍ର ଦେଇକି ଏଟାକୁ ଆମେ କେମିତି କରିବା, କ'ଣ ଲେଖିବା? ଲେଖିବା ଏବିସିଡି ଏକ ସାମାନ୍ତରିକ ଚିତ୍ର। ଏବିସିଡି ଚିତ୍ର ଏକ ସାମାନ୍ତରିକ ଚିତ୍ର, ପୁରା ଧାରାରେ କରିବେ। ସାମାନ୍ତରିକ ଚିତ୍ର ଏ କୋଣ ମେଜରମେଣ୍ଟ ଦେଇଛି, M ଲେଖିବେ, କୋଣ ଚିହ୍ନ ଦେବେ, M ଲେଖିବେ, ଇଜିକାଲ କେତେ 70 डिग्री। ସାମାନ୍ତରିକ ଚିତ୍ର ଆମେ କ'ଣ ଜାଣିଛେ ନା, ସାମାନ୍ତରିକ ଚିତ୍ରର ଦୁଇଟା କଣ୍ଡିସନ ଜାଣିଛେ। ବିପରୀତ ବାହୁ ପରସ୍ପର, ବିପରୀତ କୋଣ ପରସ୍ପର ସମାନ। ତାହେଲେ ଆମେ ଜାଣୁ କ'ଣ, ଆମେ ଜାଣୁ ସେ କଥା ଲେଖିବା। ସାମାନ୍ତରିକ ଚିତ୍ରର ବିପରୀତ କୋଣ ପରସ୍ପର ସମାନ। ଆଉ କ'ଣ ଜାଣିଛେ? କ୍ରମିକ କୋଣ ତଥାତ୍ ପାଖାପାଖି କୋଣ, ପାଖାପାଖି କୋଣ ଦ୍ୱାରା ସମଷ୍ଟି 100 डिग्री ଓ କ୍ରମିକ କୋଣ ଦୁଇଟିର ସମଷ୍ଟି। ଯେକୌଣସି କ୍ରମିକ କୋଣ ଦୁଇଟିର ସମଷ୍ଟି 180 डिग्री। ତେଣୁ ଅତଏବ ଆମେ କ'ଣ ଜାଣିବା? ଏ କୋଣ ଇଜିକାଲ ସି କୋଣ, ଏ କୋଣ ଇଜିକାଲ ଟୁ ସି କୋଣ କେତେ डिग्री 70 डिग्री। सी कोण ଆସିଲା 70 डिग्री। ଆଉ बी कोण ଇଜିକାଲ କେତେ? डी कोण। ଯେହେତୁ କ୍ରମିକ କୋଣ ଦୁଇଟା ବା ସନ୍ନିହିତ କୋଣ ଲାଗିଥିବା ପାଖାପାଖି କୋଣ, ଏ ର B, B ର C, C ର D, D ର A, A ପ୍ଲସ୍ B, A ପ୍ଲସ୍ D ଇଜିକାଲ କେତେ 180 डिग्री। ए ର ମୂଲ୍ୟ ପକେଇଦେବା 70 डिग्री, 70 डिग्री ପ୍ଲସ୍ D କୋଣ ଇଜିକାଲ 180 डिग्री। ଯାହା D କୋଣ ଇଜିକାଲ ଟୁ 180 ମାଇନସ୍ 70, ଏ ଦୁଇଟା ମିଶିକି 180, ଗୋଟେ 70 ହେଲା କେତେ ଆସିବ 110 डिग्री। D कोण इजिकाल 10, ଅତএବ D इजिकाल टू B इजिकाल टू 110 डिग्री। ତାହେଲେ ଆମେ କୋଣର ପରିମାଣ ପଚାରିଥିଲେ, ଅତଏବ B କୋଣ 110 डिग्री, C कोण 70 डिग्री, D कोण 110 डिग्री। ଆଚ୍ଛା, এইଭଳିଆ ସମାଧାନଟି ହେଲା, ବେଶୀ ନାହିଁ। ଆମେ ଜାଣିବା ଦରକାର ଦୁଇଟା ଜିନିଷ ଏଥିରୁ। ସାମାନ୍ତରିକ ଚିତ୍ରର ବିପରୀତ କୋଣ ଗୁଡ଼ିକ ପରସ୍ପର ସମାନ। এই কোণটা এই কোণ সঙ্গে সমান, এইটা এই কোণ সমান। আর সন্নিহিত কোণ দুইটা বা ক্রমিক কোণ দুইটা মিশিকি 180 डिग्री। সন্নিহিত কোণ, ক্রমিক কোণ বা সন্নিহিত কোণ, সন্নিহিত কোণ। খালি ए डी मिसिकी नुहे, ए प्लस बी कले 100 डिग्री, ए जगह ए रो मूल्य 70 पकेले बी 110 लागो, बी 110 डिग्री। से बी प्लस सी 180 डिग्री पकेले, ए सी रो मूल्य 70 डिग्री पकेले एटा 110 लागो, सी प्लस डी पकेले लागो। देखो इस प्रकार तो ये दुईटा जिनिस मन रखिया अछि। सामान्तरिक विपरीत कोण मान परस्पर समान और सन्निहित कोण द्वारा समष्टि 100 डिग्री। आशा करछि क्वेश्चन टी पढ़ी सर्ट टाइप क्वेश्चन में अष्टम नवम पिला दशम टी पढ़ी पारे, सब बेले पढ़िए। तेणु बही बदलले ये पाठ समस्ते करवा दरकार।
ଆଗୁଆ କରନ୍ତୁ, ଜାଣନ୍ତୁ, ଭବିଷ୍ୟତ ପାଇଁ ପ୍ରିପେୟାର ହୁଅନ୍ତୁ। ଥ୍ୟାଙ୍କ ୟୁ।